এইটা হচ্ছে মସୁର ଡାଲି କିଛି ସମୟ ବତୁରେଇକି ତାର ପେଷ୍ଟ କରିଦେଇଛି। ଦେଖିପାରୁଥିବେ ଲୁଣ ଆଉ ଅଦା ଟିକେ ଜିରା ପକାଇ ଦେଇଛି। ଯଦି ସମ୍ପୂର୍ଣ୍ଣ ଏହାର ଆପଣ ମସୁର ଡାଲି ଚକୁଳି ଦେଖିବା ପାଇଁ ଚାହୁଁଥିବେ ତ ସମ୍ପୂର୍ଣ୍ଣ ଆପଣ ଲାଇକ୍ ଆଉ ସବସ୍କ୍ରାଇବ୍ କରନ୍ତୁ, କମେଣ୍ଟ ଦେବେ। ମୁଁ ସମ୍ପୂର୍ଣ୍ଣ ଭିଡ଼ିଓଟା ଦେଖେଇବି କେମିତି କ'ଣ ହେଉଛି ଆଗକୁ ପ୍ରୋସେସଟା, ସେଇଟା ମୁଁ ଦେଖାଉଛି। ଆପଣ ଦେଖନ୍ତୁ, ଯଦି ଆପଣଙ୍କର ଏଇଭଳି ତାୱା ଏବଂ ସେପାରେ କୌଣସି ପିଠା କରୁଛନ୍ତି ଉଠୁନାହିଁ, ଭାଙ୍ଗି ଯାଉଛି ପିଠା ଗୁଡ଼ାକ, ଅଳ୍ପ ଟିକେ ଲୁଣ ପକାଇକି ତାୱାଟା ତାତିଗଲା ପରେ ଟିକେ ସେଟାକୁ ଟିକେ ଜଷ୍ଟ ଏମିତି ଇଏ କରିଦେବେ ଆଉ ଭାଜିଦେବେ ଆଉ, ଯାହାଫଳରେ ଦେଖିବେ ପିଠାଟା ପକାଇବେ ସେ ପିଠାଟା ବହୁତ ସୁନ୍ଦର ତାୱାରେ ଉଠିଯିବ। ତେଲ ବି ବିଶେଷ ଖର୍ଚ୍ଚ ହେବ ନାହିଁ, ପିଠା ବି ଉଠିଯିବ। ପିଠାଟା ଦେଖିପାରୁଥିବେ ଆଉ ଏଇଟା ହାତରେ ମୁଁ ବୁଲେଇଛି। ଆଉ ଉପରେ ଯଦି ଚାହୁଁଥିବେ କୌଣସି ପିଆଜ କି ଟମାଟୋ ତ ଉପରେ ଗାର୍ନିସିଂ କରିପାରିବେ। ଯଦି ଚାହିଁବେ ଏଥିରେ ବନ୍ଧାକୋବି, ନାଡ଼ୁକା, ପିଆଜ ଏଗୁଡ଼ା ସବୁ ପକାଇ ପାରିବେ। ମେଥି ପତ୍ର ବେଡ଼ାରେ ପକାଇକି କରିପାରିବେ। ମୁଁ ଜଷ୍ଟ ଟେଷ୍ଟ ପାଇଁ ଟାଇମ୍ ହେଇଗଲାଣି ସେଥିପାଇଁ ଗୋଟା ଜିରା ଉପରେ ଟିକେ ଗାର୍ନିସିଂ କରି ପକାଇ ଦେଇଛି। ତାପରେ ନଉଟିକି ସେଇଟା ଆପଣ କରିକି ଦେଇପାରିବେ, ଖାଇପାରିବେ ବି ନିଜେ। ପିଠାଟା ଏଇ ଟାଇପ୍ରେ ଦେଖାହେବ ହେଇସାରିଲା ପରେ